यरूशलेम की गलियों में देखो नूर छाया है, मुक्ति का संदेश लेकर मेरा मसीहा आया है। बिछा दो अपने कपड़े और खजूर की ये डालियां, स्वर्ग का राजा धरती पर खुशियां पार लाया है। होसन्ना होसन्ना दाऊद की संतान को, होसन्ना होसन्ना स्वर्ग में महिमा हो। जय हो यीशु नाम महान, सारे जग में गूंज रहा तेरा ही गुणगान। ନିଜର ନୂଆ ନୂଆ ଲୁଗାକୁ ସେମାନେ ଭିଞ୍ଚି ପ୍ରଭୁ ଯୀଶୁଙ୍କୁ କଣ କରୁଛନ୍ତି, ସେମାନେ ଆଲିଙ୍ଗନ ଧନ୍ୟବାଦ ରୂପ ଧନ୍ୟବାଦ ଦେଇ ତାଙ୍କୁ ସ୍ୱାଗତ କରୁଛନ୍ତି। ଆଉ କରୁଛନ୍ତି ଦାଉଦ ରାଜା ଆଉ ତାଙ୍କ ନାମରେ ସ୍ଲୋଗାନ ଦେଇ ସେ ହୋସାନା ହୋସାନା ବୋଲି ତାଙ୍କୁ ସ୍ୱାଗତ କରୁଛନ୍ତି। ଆଉ କହୁଛନ୍ତି ଆଉ ତାଙ୍କୁ ସ୍ୱାଗତ କରି ତାଙ୍କୁ ଆଣୁଅଛନ୍ତି। ପ୍ରିୟ ମଣ୍ଡଳୀ, ଆଜି ମଧ୍ୟ ଆମେ ସଦାପ୍ରଭୁଙ୍କ ଠାରେ ଅଛୁ। ଆଉ ସଦାପ୍ରଭୁ ଏଇ ମାର୍କ ଲିଖିତ ସୁସମାଚାର ତାର 11 ପର୍ବ ତାର 1 ପଦରେ ଆମେ ଗୋଟେ ପଦ ପଢିବା, 1 ପଦ ପଢିବା। ଦୁଇ ଜଣକୁ ଏଇ କଥା ନେଇକି ପଠେଇଲେ, ଏ ବିଜୟ ଯାତ୍ରାର କଥା ନେଇକି ପଠେଇଲେ କି ତୁମେ ମାନେ ଯାଅ, ଆଉ ଯୋଉ ଗଧ କି କେହି ବି ବସି ନଥିବେ, ଆଉ ସେଇ ଗଧ ଛୁଆକୁ ତମେ କଣ କର, ଧୂଆ ବନ୍ଧା ହେଇଥିବା ଧୂଆଁରୁ ଖୋଲିକି ତାକୁ ଆଣ, ଆଉ ଆମମାନଙ୍କର ପ୍ରଭୁ ଯୀଶୁ ସେ ଗଧ ଛୁଆ ଉପରେ କଣ କରିବେ, ବସିବେ। ପ୍ରିୟ ମଣ୍ଡଳୀବାସୀ, ଆଜି ଆମମାନଙ୍କୁ ଗଧ ଛୁଆର ଅନେକ ଗୁଡେ ଗୁଣ ଅଛି। ଆମଙ୍କର ରାମୋସ ଭାଇ କହୁଥିଲେ ଆଜି ଆମମାନଙ୍କର ଜୀବନରେ ଅନେକ ଦିନ, ଅନେକ ପରିସ୍ଥିତି, ଅନେକ ରୋଗ, ଅନେକ ସମସ୍ୟା ଆମେ ଗତି କଲେ ମଧ୍ୟ କେତେ କେତେବେଳେ ପ୍ରଭୁକୁ ପାଖରେ ଯାଉ, ହଁ ଇ ପାଲି ନିଜେ ନବ ଆର ପାଲି ଗଲେ ହବା, କିନ୍ତୁ ପ୍ରଭୁ ଯୀଶୁ ଆମମାନଙ୍କୁ ଚେତାବନୀ ଦେଉଛନ୍ତି, ତୁମେ ମାନେ ମୋତେ ଭୟ କର, ମୋ କତିକୁ ଆସ, ମୁଁ ତୁମମାନଙ୍କୁ କଣ କରିବି, ମୁକ୍ତିର ପଥ ଦେଖେଇବି, ଆନନ୍ଦର ପଥ ଦେଖେଇବି, ଉଲ୍ଲାସର ପଥ ଦେଖେଇବି, ଯାହାକି ତୁମେ ମାନେ ମୋ ନାମକୁ ଧନ୍ୟବାଦ ଦେବ। ପ୍ରିୟ ମଣ୍ଡଳୀବାସୀ, ଆଜି ସେଇ ପରମେଶ୍ୱର ଆପଣ ମାନଙ୍କୁ ଏବଂ ମତେ ଡାକୁଛନ୍ତି। ଆମେ ଯେତେ ଦୁଃଖ, ଯେତେ ତାଣନା, ଯେତେ ସମସ୍ୟା ଥିଲେ ମଧ୍ୟ এই মাস সারা প্রভুଙ୍କ নিকটରେ প্রভুଙ୍କର ଲୋକମାନେ ଉପାସନା ପ୍ରାର୍ଥନା କରି ଦଳଗତ ଭାବରେ, ବ୍ୟକ୍ତିଗତ ଭାବରେ ସେମାନେ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଛନ୍ତି, କାରଣ ଆମଙ୍କର ରାଜା ସେ ଆସୁଅଛନ୍ତି। ଆଉ ସେ ରାଜା ମାନଙ୍କ ରାଜା, ସେ ଜଗତର ବ୍ରହ୍ମାଣ୍ଡ ସୃଷ୍ଟିକର୍ତ୍ତା, ସେ ଆଜି ଆମମାନଙ୍କୁ ମୁକ୍ତି ଦେବେ, ସେ ଆମମାନଙ୍କ ରୋଗକୁ ସୁସ୍ଥ କରିବେ, ସେ ଆମମାନଙ୍କ ସମସ୍ୟାକୁ ସେ ଦୂରୀକୃତ କରିବେ, ସେ ଆମମାନଙ୍କ ଅଭାବକୁ ଦୂରୀକୃତ କରିବେ ବୋଲି ସେ ଖୋଜିବି ବାହାଙ୍କୁ ଧରି ସେମାନେ ହୋସାନା ଦାଉଦ ସୁତ ହୋସାନା ବୋଲି ଆନନ୍ଦରେ ସଦାପ୍ରଭୁଙ୍କ ନାମକୁ ଧନ୍ୟବାଦ କରୁଅଛନ୍ତି। ପ୍ରିୟ ମଣ୍ଡଳୀବାସୀ, ଆମେ ଅନେକ ବିଷୟ ଶୁଣିଅଛୁ ପ୍ରଭୁଙ୍କର ବିଜୟ ଯାତ୍ରାର କାର୍ଯ୍ୟ ଗୁଡ଼ିକୁ, ତାହା ମୁଁ କହିବା ପାଇଁ ଯାଉନି, କିନ୍ତୁ ଏତିକିରେ ଆମେ ଜାଣି ରଖିବା କି ପ୍ରଭୁ ଆମ ସହିତ ଅଛନ୍ତି। ସେ ଆମମାନଙ୍କର ମେଘମାଳାରେ ଆସିବେ, ଆମମାନଙ୍କୁ ନେବେ, ଆଉ ସେ ଆମମାନଙ୍କ ମୁକ୍ତିର କାରଣ କରିବେ। ଆମେ ପ୍ରସ୍ତୁତି ହେବା ଆମମାନଙ୍କ ଜୀବନକୁ, ଯେମିତି ଗଧ ଛୁଆ କିଛି ନ କହି ନମ୍ରଚିତ ହୃଦୟ ନେଇକି ରହିଥାଏ, ସେହିପରି ଆମେ ରହିବା, ଆଉ ପ୍ରଭୁଙ୍କୁ ଧନ୍ୟବାଦ ଦେବା। ପ୍ରଭୁ ଏହି ସମସ୍ତ ବିଷୟରେ, ପ୍ରଭୁ ଏହି ପଠିତ ବାକ୍ୟରେ ପ୍ରଭୁ ଆଶୀର୍ବାଦ କରନ୍ତୁ। ଆମେ ସମସ୍ତେ ଏହି ସମୟରେ सर्वप्रथमे प्रभु कृष्णଙ୍କ ମଧୁର ନାମରେ ବର୍ତ୍ତମାନ ସମସ୍ତଙ୍କୁ ଛୋଟ ବଡ଼ ସମସ୍ତଙ୍କୁ ମୋ ହୃଦୟର ନମସ୍କାର।
नमस्कार, प्रेज द लॉर्ड। प्रभु गौरव पांतु प्रभु आमान को सुंदर समय देई अछंती आज रो दिन को प्रभु जे आमान को देई अछंती एनु आमे प्रभु को विशेष धन्यवाद दिए मोदी जो समय देई अछंती प्रभु को दासन को विशेष मो धन्यवाद दिए प्रेज द लॉर्ड यहाँ बोला करे आओ आज रो स्थानीय पालक आज्ञा को निमंते रेवरेंड डॉक्टर आनंद कुमार दास तांको विशेष धन्यवाद दिए से वर्तमान हमर ए मंडल मध्य नाहंती से तांकर असुविधा जोगु देह टिके खराब अछि तेणु करे से एठारे नाहंती तांको मध्य मो धन्यवाद दिए आओ तांको पाई हमें विशेष प्रार्थना करबा तांको देह जगत सुस्थता लाभ पाई परिबे तेणु हमें समस्त आसु अल्प समय तांको निमंते प्रार्थना करबा। हालेलुया, प्रेज टू जीसस माइटी लॉर्ड। धन्यवाद देउ छु परमेश्वर प्रभु तुम्हारे बहुमूल्य नाम को विशेष कर प्रार्थना करे प्रभु मते सुंदर समय देइबारो तुम कोटि कोटि धन्यवाद दिए विशेष कर प्रार्थना करू छी डॉक्टर आनंद कुमार दास पालक को तांको तुम आशीर्वाद करो प्रभु जोटा थिले मते तांको तुम स्पर्श करो तांको जे पेट यंत्रणा होछि प्रभु पेट व्यथा रो तुम स्पर्श करो तुम्हारे बलवंत हस्त छुई तांको तुम सुस्थ करो बोली को प्रार्थना करे। धन्यवाद दे तांकर परिवार को तांकर सेवा क्षेत्र को प्रभु तांको तुम आशीर्वाद करो बहुल भाव तुम और प्रभु तांको प्रचुर भाव तुम आशीर्वाद करो प्रभु अनेक व्यथा अनेक कष्ट अनेक समस्या तुम उद्धार करो बोली त्राणकर्ता प्रभु यीशु को नाम में मांगू छी आमेन। प्रेज द लॉर्ड, हालेलुया। प्रभु को गौरव हो प्रभु को विशेष धन्यवाद दिए आज रो सुंदर समय पाए उत्तम भाव रे आमान को ताकर वाक्य द्वारा आमान को परिचालन करिवे। आज रो दिन होची प्लान सन्डे खजुरी पर्व बोली को जाय यहाँ में जब समझते ज्ञात होतु एनु आमे आसु आमे परमेश्वर को वाक्य रो आमे किछि ध्यान करिबा। आज रो वाक्य जोहन लिखित सुसमाचार 12 अध्याय 12 पद को टिके पढिबा आगे। हालेलुया, जोहन लिखित सुसमाचार 12 अध्याय 12 पद। तही आर दिन पर्व को आसुथिबा बहुत संख्यक लोक जीसु जेरूशलेम को जेरूशलेम को बोली सुनी खजुरी बाहंगा घेनी ताहांको भेटिबा निमंते बाहरी गले। प्रेज द लॉर्ड, हालेलुया। खजुरी बाहंगा धरी तांको भेटिबा निमंते समस्ते बाहरी गले यात्रा कले। आज रो विषय होची यात्रा करिबा। प्रेज द लॉर्ड। हमें देखु जे यात्रा करिबा केमिति हमें यात्रा करिबा परमेश्वर को निकट रे हमें यात्रा करिबा। खजुरी बाहंगा धरे यीशु को विजय यात्रा हमें करिबा। प्रेज द लॉर्ड, हालेलुया। दया कर पढंतु जोहन 12 पर्व 14 पद। आउ जीसु गोटे गर्दभ शावक पाई ताहा ऊपर आरोहण कले जेपरि लेखा अछि आगो सियोनर कन्ये भय कर नाही देख तोर राजा आसु अछंती से गर्दभ शावक ऊपर आरोहण करि आसु अछंती। प्रेज द लॉर्ड। गर्दभ शावक बोले यंग डोंकी ता ऊपर कोनोसी जिनिस पत्र लगा जाय नाही ता ऊपर कोनोसी लोक भी बसी नांती से ऊपर यीशु राजा यंग डोंकी ऊपर से बसी की आसु अछंती। मोर प्रिय बंधु आज यीशु को विजय यात्रा विजय बोली कहले आमे कोनोसी युद्धरो आमे विजय हेबा
ହେଲେ ଯୀଶୁଙ୍କର ଯୁଦ୍ଧ କା ବିରୁଦ୍ଧରେ ଥିଲା? ଆପଣଙ୍କର ଏବଂ ମୋର ସମଗ୍ର ପୃଥିବୀର ପାପ ବିରୁଦ୍ଧରେ ଯୁଦ୍ଧ ଥିଲା। ପୁରାତନ କାଳରେ ରାଜା ମହାରାଜା ମାନେ ଘୋଡ଼ାରେ ଚଢ଼ି ଯୁଦ୍ଧ କରିବା ପାଇଁ ଯାଉଥିଲେ। ସେମାନଙ୍କର ଯୁଦ୍ଧ ଦେଶ ବିରୁଦ୍ଧରେ, ରାଜ୍ୟ ବିରୁଦ୍ଧରେ ଯୁଦ୍ଧ ଥିଲା। କିନ୍ତୁ ଯୀଶୁ ଗୋଟିଏ ଗୌତମ ଶାବକ ଉପରେ ଆରୋହଣ କରି ବିଜୟ ଯାତ୍ରା କରୁଛନ୍ତି। ଆଉ ଏ ଗୌତମ ହେଉଛି ଶାନ୍ତିର ପ୍ରତୀକ। ଯୀଶୁ ଶାନ୍ତିରେ ଓ ନମ୍ରତା ସହକାରେ ପାପକୁ ବିଜୟ ଲାଭ କରିଛନ୍ତି। ଏ ପବିତ୍ର ସପ୍ତାହରେ ଏ ବିଷୟକୁ ଅଧିକ ଆଲୋଚନା କରିବା। ଆଉ ଆମେ ଆଶା ରଖୁ ସେ ପର୍ଯ୍ୟନ୍ତ ଆମଙ୍କର ପାଳକ ମହାଶୟ ସମ୍ପୂର୍ଣ୍ଣ ଠିକ୍ ହେଇଯାଇଥିବେ। କିନ୍ତୁ ମନେ ରଖନ୍ତୁ ମୋର ପ୍ରିୟ ବନ୍ଧୁଗଣ, ଆମେମାନେ ବି ଦିନେ ଯାତ୍ରା କରିବା, ଆମମାନଙ୍କର ବି ଦିନେ ଯୁଦ୍ଧ ହେବ। ହେଲେ ଆମମାନଙ୍କର ଯୁଦ୍ଧ କାହା ବିରୁଦ୍ଧରେ ଥିବ? ଧର୍ମଶାସ୍ତ୍ର ବାଇବେଲରୁ ଆମେ ଅଧ୍ୟୟନ କରିବା। ଏଠି ପୁଙ୍ଖାନୁପୁଙ୍ଖ ଭାବରେ ଲେଖାଯାଏ। ଏଫେସୀୟ 6:12 ଦୟାକରି ଟିକେ ପଢିଦେବେ। କାରଣ ଆମମାନଙ୍କର ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, କିନ୍ତୁ ଆଧିପତ୍ୟ ବିରୁଦ୍ଧରେ, କର୍ତ୍ତାପଣ ବିରୁଦ୍ଧରେ, ଏହି ଅନ୍ଧକାରର ଜଗତପତି ମାନଙ୍କ ବିରୁଦ୍ଧରେ, ପୁଣି ଆକାଶ ମଣ୍ଡଳର ଦୁଷ୍ଟ ଆତ୍ମା ମାନଙ୍କ ବିରୁଦ୍ଧରେ। ସେଥିପାଇଁ ସଜାଗ ରୁହନ୍ତୁ, ପ୍ରସ୍ତୁତ ରୁହନ୍ତୁ, ଆଉ ପୁଣି ପ୍ରାର୍ଥନାରେ ନିବିଷ୍ଟ ଥାନ୍ତୁ। ପ୍ରଭୁ ବାକ୍ୟ ଦ୍ୱାରା ଗୌରବ ପାଆନ୍ତୁ। ନମସ୍କାର। महिमा उपरे तुम सिंहासन, शांत श्रेष्ठ तुम विचार, तुमे कर सदा विजयर यात्रा हे जीसु, तुमे ही सत्य ईश्वर। महिमा उपरे तुम सिंहासन, शांत श्रेष्ठ तुम विचार, तुमे कर सदा विजयर यात्रा हे जीसु, तुमे ही सत्य ईश्वर। ଆସୁଛନ୍ତି ରାଜା ଗର୍ଭ ଭୋଷା ବକାରହି, ମହିମାରେ ମହାମହିମ ହେବେ ସେ ଧନ୍ୟ ଊର୍ଧ୍ୱ ଲୋକରେ ହୋସନ୍ନା ଯାଅ କହି। ଗୌରବ ତାଳରେ କର ଗୁଣଗାନ, ଆସୁଛନ୍ତି ରାଜା ଗର୍ଭ ଭୋଷା ବକାରହି, ମହିମାରେ महिमा उपरे तुम सिंहासन, शांत श्रेष्ठ तुम विचार, तुमे कर सदा विजयर यात्रा हे जीसु, तुमे ही सत्य ईश्वर। खजुरी बहुंगा घेनी
महिमा उपरे तुम सिंहासन शांत श्रेष्ठ तुम विचार तुम्हें कर सदा विजय यात्रा रे यीशु तुम्हें ही सत्य ईश्वर প্রভু আমি তোমার নিকটবর্তী হলো আজ এই পরপরে প্রভু তুমি আমাকে আশীর্বাদ করো প্রভু আমি যেতে একত্রিত হলো প্রভু তোমার প্রিয় দাস যোଉଠି ମଧ୍ୟ ଅଛନ୍ତି ପ୍ରଭୁ ଆମ ଗ୍ରହଣରେ ଆଜି ନାହାନ୍ତି ହେଲେ ମଧ୍ୟ ତୁମର ଉପସ୍ଥିତି ଆମଙ୍କ ମଧ୍ୟରେ ଅଛି ଆମକୁ ଯେତେ ଜଣ ମା ବାପା ଭାଇ ଭଉଣୀ ମଣ୍ଡଳୀ ବୃନ୍ଦ ଦୂର ଦୂରାନ୍ତରୁ ଆମଙ୍କର ଭରୁଆ ମୁଣ୍ଡାରୁ ହାତୀ ମୁଣ୍ଡାରୁ ଲିଟି ଗୁଡ଼ାରୁ ଏବଂ ପିତା ପରମେଶ୍ୱର ଗୀତମାଳରୁ ଅପିତା ପରମେଶ୍ୱର ସିଦ୍ଧି ଖଞ୍ଜାରୁ ଆଉ ବିଭିନ୍ନ ଦୂର ଦୂରାନ୍ତରୁ କେହି ଆଜ୍ଞା ମାନେ ସମସ୍ତେ ଏକତ୍ରିତ ଅଛୁ ପ୍ରଭୁ ଆମେ ପ୍ରତ୍ୟେକ ଜାତି ପ୍ରତ୍ୟେକ ଗୋଷ୍ଠୀ ତୁମ ନିକଟରେ ଏକତ୍ରିତ ହୋଇ ତୁମ ନାମକୁ ଧନ୍ୟବାଦ ଦେଉଛୁ ପ୍ରଭୁ ଏହା ତୁମରି ବାକ୍ୟ ଅନୁଯାୟୀ ତୁମେ ଆମକୁ ଆଶୀର୍ବାଦ କର ପ୍ରଭୁ ବସିବାରେ ବାକ୍ୟ ଶୁଣିବାରେ ତୁମେ ଅନୁକୂଳ ପ୍ରଦାନ କର ସେଥିପାଇଁ ଧନ୍ୟବାଦ ଦେଇ ଆଜିର ପ୍ରତ୍ୟେକ ରୋଗ ଦୁଃଖ ସଂକଟ ବାଙ୍ଗନ ଗୁଣି ଗାରିଡ଼ି ତନ୍ତ୍ର ମନ୍ତ୍ର ସବୁକୁ ଯୀଶୁଙ୍କ ନାମରେ ଏ ବିଜୟ ଯାତ୍ରାରେ ତୁମେ ଗମନ କରି ତୁମେ ଆଶୀର୍ବାଦ ପ୍ରଦାନ କର ବୋଲି ପ୍ରାର୍ଥନା କରୁଛୁ ପ୍ରଭୁ ତୁମର ବାକ୍ୟ କହେ ଯେଉଁମାନେ ନମ୍ର ଚିତ୍ତରେ ତୁମ ନାମକୁ ଡାକନ୍ତି ସେମାନଙ୍କୁ ତୁମେ ଉଦ୍ଧାର କରିଥାଅ ତୁମେ ଧନ୍ୟବାଦ କରି ମୋତେ ଆଶୀର୍ବାଦ ପ୍ରଭୁ ପାପୀ ଦରିଦ୍ର ଦିନହୀନ ଲୋକମାନଙ୍କୁ ଉଠାଇବା ନିମନ୍ତେ ଆଗକୁ ବଢ଼ିବା ନିମନ୍ତେ ତୁମେ ଆଶୀର୍ବାଦ କରିବା ନିମନ୍ତେ ଆସିଅଛ ପ୍ରଭୁ ତୁମ ନାମକୁ ଧନ୍ୟବାଦ ପ୍ରିୟ ଯୀଶୁ ବାବା ମଣ୍ଡଳୀର ପ୍ରତ୍ୟେକ କର୍ମକର୍ତ୍ତା ପ୍ରତ୍ୟେକ ବିଶ୍ୱାସୀ ବିଶ୍ୱାସିନୀ ଦୂର ଦୂରାନ୍ତ ଆସିଥିବା ସମସ୍ତ ଭକ୍ତମାନଙ୍କୁ ତୁମର ହସ୍ତରେ ସମର୍ପଣ କରି ଆଜିର ପ୍ରାର୍ଥନା ଶୁଣିଲ ଉତ୍ତର ଦେଲ ଆଶୀର୍ବାଦ କଲ ଧନ୍ୟବାଦ ଦେଇ ତୁମେ ଦାସ ଯୋଉଠି ଥିଲ ମଧ୍ୟ ବାଳକ ମହାଶୟଙ୍କୁ ତୁମେ ଆଶୀର୍ବାଦ କର ଆଉ ତାଙ୍କର ଯାତ୍ରାକୁ ତାଙ୍କର କାର୍ଯ୍ୟକୁ ତାଙ୍କର ପ୍ରତ୍ୟେକ ବିଷୟକୁ ତୁମେ ଅନୁଗ୍ରହ କଲ ଆଶୀର୍ବାଦ କର ବୋଲି ପ୍ରାର୍ଥନା ଶୁଣିଥିବା ସକାଶୁ ମୁଁ ନିଜକୁ ନିଜେ ତୁମର ହସ୍ତରେ ଅର୍ପଣ କରି ତିନି ଜଣ ଦାସ ଆଉ ପିତା ତୁମରି ଯୁବା ଭାଇମାନେ प्रभु तुम्हें वाक्य परिचालन करे ताकर सहवर्ती हो ताकर आगामी निर्माण करे तुम्हें परिचालन करबा पाए भक्ति र आशीर्वाद ज्ञान तुमको दियो बोली निवेदन करूछी धन्यवाद दे प्रार्थना सुनिथिबा सकल यीशु के नाम रे प्रार्थना मागे दे शेष प्रार्थना करिबा हे आपन सर्वस्व पिता तुम्हारा पवित्र नाम हो तुम्हारा राज्य आसो हे परीक्षा करे से करे पृथ्वी तुम्हारी इच्छा सब आज हमको प्रेरणा मार्ग আমি যে প্রেমী জন্য প্রার্থনা করেছি সেই প্রেম আমার কাছে ক্ষমা করো পরিচালনা করো আত্মরক্ষা করো রাজ্য পরাক্রম গৌরব যুগে যুগে তুমরি গো আমেন এতরে পিতা ঈশ্বরଙ୍କର প্ରେମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶାନ୍ତି ଏବଂ ସୌଭାଗ୍ୟତା ଆମ ସମସ୍ତଙ୍କ ସହିତ ତୁମରି ସେ ଦୂତ ଆଗମନ ପର୍ଯ୍ୟନ୍ତ ସदैव ଲାଗି ରୁହନ୍ତୁ ଯୀଶୁଙ୍କ ନାମରେ